এই ଗୋଟେ ମେସିନ ରେ ଟୋଟାଲ ସବୁ କେବୁଲ 5 to 7 days ପରେ ମୁଁ ଆଜି ଜିମ୍ ଆସିଛି ଠିକ ଅଛି। ତ ଭାଇ ଫାଷ୍ଟ ଦେଖ ଏଇ ଜିମ୍ ଟା କେମିତି ହେଇଛି, କେତେ ଇକ୍ୱିପମେଣ୍ଟ ଅଛି, କେମିତି କଣ ଅଛି ଫାଷ୍ଟ ଦେଖଉଛି ହେଲା ହେଲା। ଏଇଟା ଦେଖ ଫାଷ୍ଟ ଜଙ୍ଗଲ ଏରିଆ, ମାନେ ବେଶୀ ଜଙ୍ଗଲ ନାହିଁ, 5, 10, 15 ଏତିକି। ତାପରେ ଏଇଟା କେତେଟା ଗୋଟେ ମୁଁ ଜାଣିନି ଠିକ ସେ କେତେ ଅଛି, ଠିକ ସେ ମୁଁ ଜାଣିନି। ଏଇଟା ହେଲା ତାର ପ୍ଲେଟ ଏରିଆ, ଏଇଟା ହେଲା ଲୟର ଚେଷ୍ଟ ପ୍ଲେଟ। ତାପରେ ଏଇଟା ଦେଖ ଏଇ ଗୋଟେ ମେସିନ ରେ ଟୋଟାଲ ସବୁ କେବୁଲ ଲାଗିଛି। ଏଇଟା ଦେଖ ଲେଫ୍ଟ ପୁଲ ଡାଉନ ଟିକେ ଲାଷ୍ଟ ଅଛି। ଏଇଟା ମାନେ ସବୁ ଏଇ ଯୋଉ ଗୋଟେ ମେସିନ ରେ ଟୋଟାଲ ସବୁ କଭର ହେଇଯାଇଛି। ଆଉ ଏଇଟା ହେଲା ତାର କେବୁଲ ପ୍ଲାଇ ମେସିନ, ଯୋଉ ସବୁ ବାଇକ୍ୟାପ ହଉ, ଏଇ ଯୋଉ ଚେଷ୍ଟ ହଉ, ଯେତେ ସବୁ ଅଛି ଏଇ ଯୋଉ ଗୋଟେ ମେସିନ ରେ ଟୋଟାଲ ହେଇଯିବ ଏଇଟା। ଏଇଟା ଏଇ ଗୋଟେ ମେସିନ ଟୋଟାଲ ବଡ ଅଛି। ତାପରେ ଟ୍ରେଡମିଲ ଦିଟା ଅଛି, ଏଇଟା ଏଇଟା ହେଲା। ତାପରେ ଦେଖ ସବୁ ଆର୍ମ ପ୍ଲେଟ ଏଇଆ ସବୁ ହବ ହେଲା। ଭାଇ ଏଇଠୁ ଗୋଟେ ଜିନିଷ କହୁଛି, ଭାଇ ଜିମ୍ କିଛି ଛୋଟରୁ ଛୋଟ କି ବଡ କିଛି ନଥାଏ। ଭାଇ ଯୋଉ ଜାଗା ଟା ତୁମକୁ ଚେଞ୍ଜ କରିପାରୁଛି ସେଇଟା ଭଲ ଜିନିଷ, କି ତୁମ ପାଇଁ ସେଟା ବହୁତ ବଡ ଜିନିଷ। ଓକେ। ଆଉ ଭାଇ ଏଇଟା କେବେ ନିଜକୁ ଫିଲ୍ କରିବନି କି ଭାଇ ମୋ ସାଙ୍ଗଟା ଗୋଟେ ମଲ୍ଟି ଜିମ୍ କୁ ଯାଉଛି, ବଡ ଜିମ୍ କୁ ଯାଉଛି, ମୁଁ ଗୋଟେ ଛୋଟ ଜିମ୍ କୁ ଆସୁଛି, ସେମିତି କିଛି ନାହିଁ ଭାଇ। ଯଦି ତୁମେ ବି ତୁମ ସାଙ୍ଗ ଗୋଟେ ଛୋଟ ଜିମ୍ କୁ ଆସିକି ଯଦି ଗୋଟେ ଭଲ ଫିଜିକ୍ ବନେଇ ପାରୁଛ, ସେଇଟା ତୁମ ପାଇଁ ଭଲ। ଠିକ ଅଛି। ଆଉ ଏଇଟା ସତ କଥା କି ଏଇ ଜିମ୍ ଟା ଟିକେ ଛୋଟ ଅଛି। ମୁଁ ଯୋଉ ଭୁବନେଶ୍ୱର ଯୋଉ ଜିମ୍ ଟା ଯାଉଥିଲି, ସେଇଟା କମ୍ପେୟାର ଟିକେ ଛୋଟ ଅଛି। ବଟ୍ ଭାଇ ଜିମ୍ କିଛି ଛୋଟ ବଡ ନଥାଏ ଭାଇ, ୱାର୍କଆଉଟ କରିବା ପାଇଁ ଆସିଛି ଭାଇ, ୱାର୍କଆଉଟ କରିକି ଯିବି। ଆଉ ଛୋଟ ବଡ ମୁଁ ଏଇଟା ଜଜ୍ କରୁନି ଭାଇ, ଏଇଠି ମତେ ନିଜକୁ ଫିଲ୍ ହଉଛି, ନିଜକୁ ୱାର୍କଆଉଟ କରିପାରୁଛି, ସେଇଟା ମୋ ପାଇଁ ଭଲ। କଣ ପାଇଁ ନା ଆମ ଘରୁ, ନା ଆମ ଘରୁ ଛାଡ, ଆମ ଗାଁରୁ ମାନେ 10 to 15 କିଲୋମିଟର ରେଡିୟସ ଜିମ୍ ହିଁ ନାହିଁ। ତ ଏଇଟା ଟିକେ ଦୂର ପଡୁଛି, ବଟ୍ ଆସିଛି ୱାର୍କଆଉଟ କରୁଛି, ସେଇଟା ନିଜକୁ ଆଜି ମତେ ବହୁତ ଖୁସି ଲାଗୁଛି। କଣ ପାଇଁ ନା ବହୁତ ଦିନ ପରେ ଆଜି ୱାର୍କଆଉଟ କରୁଛି। ଛୋଟ ହଉ କି ବଡ ହଉ, ସେମିତି କିଛି ମତେ ମତଲବ ପଡେନି, ବାସ୍ ୱାର୍କଆଉଟ କରିବାର ଅଛି ଭାଇ, ଠିକ ଅଛି।